ଗଞ୍ଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା ଯାହା ଦଣ୍ଡକାଳୀ ଯାତ୍ରା ଭାବେ ସାରା ଓଡ଼ିଶାରେ ବିଖ୍ୟାତ ଅର୍ଜନ କରିଛି। ପ୍ରତ୍ୟେକ ବର୍ଷ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ତିଥିରୁ ଏହା ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତିରେ ଶେଷ ହୋଇଥାଏ। ଏହି ଯାତ୍ରାରେ ଦଣ୍ଡାଧାରୀମାନେ ନିଷ୍ଠାର ସହ 21 ଦିନ ପର୍ଯ୍ୟନ୍ତ ବ୍ରତ ପାଳନ କରିବା ସହ ମା ଦଣ୍ଡକାଳୀଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି। ମାନସିକଧାରୀ ନିଜ ଗୃହକୁ ମା ଦଣ୍ଡକାଳୀଙ୍କୁ ନିମନ୍ତ୍ରଣ କରି ଆଣିବା ସହିତ ବନ୍ଧୁବାନ୍ଧବ ଆତ୍ମସ୍ୱଜନମାନଙ୍କୁ ଡାକି ଭକ୍ତିର ସହ ପୂଜା କରିବାର ବିଧି ପ୍ରଚଳିତ ରହିଛି। ଏହି ଅବସରରେ ଦଣ୍ଡଯାତ୍ରା ଦଳ ଆଧ୍ୟାତ୍ମିକ କଥାବସ୍ତୁକୁ ନେଇ ନାଟକ ପରିବେଷଣ କରିଥାନ୍ତି। ଗଞ୍ଜାମରେ ଏହି ଯାତ୍ରା ପ୍ରସିଦ୍ଧି ଲାଭ କରିଥିବା ବେଳେ ଗଞ୍ଜାମରୁ ଚାଲିଆସି ସ୍ଥାୟୀ ଭାବରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ଲୋକେ ଏହି ଦଣ୍ଡଯାତ୍ରାର ପ୍ରଚାର ଓ ପ୍ରସାର ପାଇଁ ପ୍ରତିବର୍ଷ ଚୈତ୍ର ମାସରେ ବିଭିନ୍ନ ଯାତ୍ରା ଦଳକୁ ଆମନ୍ତ୍ରଣ କରିବାର ବିଧି ଚଳି ଆସୁଛି। ରାୟଗଡ଼ା ବ୍ଲକ ଅନ୍ତର୍ଗତ ଜେକେପୁର ନିକଟସ୍ଥ ଅମଳାଭଟ୍ଟ ଛକ ଗ୍ରାମବାସୀଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଶ୍ରୀ ବାବା ଗୁପ୍ତେଶ୍ୱର ମା ଦଣ୍ଡକାଳୀ ଗଣନାଟ୍ୟ ରାଉଳପଲ୍ଲୀ ଗଞ୍ଜାମ ଏଠାରେ ନାଟକ ଆଖିରୁ ଲୁହକୁ ଛାତିଏ କୁହ ପରିବେଷଣ କରିଥିବା ବେଳେ ଶ୍ରଦ୍ଧାଳୁ ଭକ୍ତମାନେ ଠାକୁରାଣୀଙ୍କ ପୂଜା ଅର୍ଚ୍ଚନା କରିଥିଲେ। ସନ୍ଧ୍ୟାରେ ନାଟକ ପରିବେଷଣ ମାଧ୍ୟମରେ ଗଣନାଟ୍ୟ ପକ୍ଷରୁ ଲୁପ୍ତ ପାଇଯାଇଥିବା ଲୋକନାଟକ ବଞ୍ଚାଇବାରେ ଏହା ଏକ ସାଧୁ ଉଦ୍ୟମ ବୋଲି ଯାତ୍ରା ଦେଖୁଥିବା ଦର୍ଶକମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ଛକର ଅଧିବାସୀ ସର୍ବେଶ୍ୱର ତ୍ରିପାଠୀ, ଭଗବାନ ସ୍ୱାଇଁ, ଶିବପ୍ରସାଦ ସ୍ୱାଇଁ, ସୂର୍ଯ୍ୟମଣି ଓ ଟୁକୁନା ରାଉତ ସମସ୍ତ ପ୍ରକାର ସହଯୋଗ କରିଥିଲେ। ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଆଖୁପାଳ ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ସ୍କୁଲରେ ଥିବା 2 ଜଣ ଶିକ୍ଷକ ସଠିକ୍ ଭାବେ ପାଠ ପଢ଼ାଉନଥିବା ବେଳେ ତାଙ୍କ ସ୍ଥାନରେ ନୂତନ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ତେବେ ଏନେଇ ପୂର୍ବରୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ, କିନ୍ତୁ ଦୀର୍ଘ 1 ବର୍ଷ ବିତି ଯାଇଥିଲେ ମଧ୍ୟ ଶିକ୍ଷା ବିଭାଗ ତରଫରୁ କୌଣସି ପଦକ୍ଷେପ ନେଲେ ନାହିଁ। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଏହା ଯେ ସ୍କୁଲରେ ନିଯୁକ୍ତି ପାଇଥିବା 2 ଶିକ୍ଷକ ଓ ଶିକ୍ଷୟିତ୍ରୀ ସ୍କୁଲରେ ପାଠ ପଢ଼ାଉନାହାନ୍ତି। ଶିକ୍ଷକ ଜଣକ ଅଧିକାଂଶ ଦିନ ମଦ୍ୟପାନ କରି ସ୍କୁଲକୁ ଆସନ୍ତି ଏବଂ ଶିକ୍ଷୟିତ୍ରୀ ସ୍କୁଲରେ ବେଶୀ ସମୟ ମୋବାଇଲରେ ବିତାଉଛନ୍ତି। ପିଲାଙ୍କ ପାଠପଢ଼ା ଉପରେ ଜମା ଧ୍ୟାନ ଦିଅନ୍ତି ନାହିଁ। ଏପରିକି ଏଠାରୁ 5ମ ଶ୍ରେଣୀ ଉନ୍ନତି ପରେ ଯେଉଁ ଛାତ୍ରଛାତ୍ରୀ ଅନ୍ୟ ସ୍କୁଲରେ ନାମ ଲେଖାନ୍ତି ସେମାନେ ପ୍ରଥମ ପାଠ ବି କହିପାରୁନଥିବା କହିଛନ୍ତି ଅଭିଭାବକ। ତେବେ ଆଜି ହେଉଛି ନୂତନ ଶିକ୍ଷାବର୍ଷର ପ୍ରଥମ ଦିବସ। ସ୍କୁଲଗୁଡ଼ିକ ତରଫରୁ ବିଭିନ୍ନ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଆକର୍ଷଣୀୟ ସାଜସଜ୍ଜା କରିଥାନ୍ତି, କିନ୍ତୁ ଆଖୁପାଳ ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଅଭିଭାବକ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। ସେପଟେ ଦୀର୍ଘ ସମୟ ଧାରଣାରେ ବସିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି। ତେଣୁ ଏଥିପ୍ରତି ବିଭାଗ ତରଫରୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଦାବି ପୂରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।